ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ନମସ୍କାର। କୁହାଯାଏ ସାମ୍ବାଦିକ ମାନେ ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ମୁଁ କହି ନାହିଁ, ଆପଣମାନେ ହେଉଛନ୍ତି ପ୍ରଥମ ସ୍ତମ୍ଭ। ଆମେ ଯେତେ ହୋର୍ଡ଼ିଂ ଯେତେ ବ୍ୟାନର ମାରିଲେ ଗୋଟେ ଲିମିଟେଡ଼ ଏରିଆକୁ କଭରେଜ କରେ, କିନ୍ତୁ ଆପଣମାନଙ୍କ ଯୋଗୁଁ ସାରା ଦେଶ ସାରା ବ୍ୟାପିଯାଏ। ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ଆମେ ଏକତ୍ରିତ ହୋଇଛନ୍ତି ଆମର ଯେଉଁ ନୂଆ ସିରିଏଲ୍ ଜି ସାର୍ଥକର କିଛି ସତ କିଛି ମିଛକୁ ନେଇକି। କିଛି ସତ କିଛି ମିଛରେ ମୋର ଯେଉଁ ଚରିତ୍ର ହେଲା, ମୁଁ ହିରୋର ବାପା କ୍ୟାରେକ୍ଟର କରୁଛି। ମୋର ଫ୍ୟାମିଲି ଅଛି, ମୁଁ ବାପା କରୁଛି, ମୋର ବି ଜଣେ ବାପା ଅଛନ୍ତି। ଆଉ ମୋ ବାପା ହେଲେ ଭେଟରାନ୍ ଆର୍ଟିଷ୍ଟ ପ୍ରଦ୍ୟୁମ୍ନ ଲେଙ୍କା ସାର୍। ତେଣୁ ଆମ ଗୋଟେ ପରିବାର ଠିକ୍ଠାକ୍ ଚାଲିଛି, ସମସ୍ତେ ଭଲ ଆର୍ଟିଷ୍ଟ। ଯିଏ ହିରୋ ନୂଆ ହେଲେ ବି ଭଲ ଆକ୍ଟିଂ କରୁଛି, ତା ଭିତରେ ଆକ୍ଟିଂର କ୍ୱାଲିଟି ଅଛି, ସେ ନିଶ୍ଚୟ ଆଗକୁ ଡେଭଲପ୍ କରିବ। ଆପଣମାନେ ଏବେ କ'ଣ ପଚାରୁଛନ୍ତି ପଚାରନ୍ତୁ। ମୁଁ କିଛି ସତ କିଛି ମିଛ ଆମେ ପ୍ରତିଦିନ ଆମ ଲାଇଫ୍ରେ ଘଟୁଥିବା ପ୍ରତିଟି କାହାଣୀ ଖଟା ମିଠା ଟାଇପ୍ର, ତ ଏଇଟା କିଛି ସତ କିଛି ମିଛ ରହିବା ଦରକାର କି ନାହିଁ? କିଛି ସତ କିଛି ମିଛ, କିଛି ଖଟା କିଛି ମିଠା, କିଛି ଭଲ କିଛି ମତ, ଏଇଟା ହେଉଛି ଆମ ଦୈନନ୍ଦିନ ଜୀବନର କଥା। ତେଣୁ ସମସ୍ତଙ୍କ ଜୀବନରେ ଆସେ। ଇଏ ଷ୍ଟୋରି ତ ଏବେ ଆରମ୍ଭ ହେଇଛି। ମୁଁ ଏବେ ସୁନା ଝିଅ ସିରିଏଲ୍ରେ କାମ କରୁଥିଲି। ଏବେ ମୁଁ 4-5 ଦିନ ହେଲା ଆସିକି ଏଠି ଏଣ୍ଟ୍ରି ହେଇଛି। ଭଲ ଷ୍ଟୋରି ଅଛି, ଭଲ ଷ୍ଟୋରି, ସସ୍ପେନ୍ସ ଅଛି, କମେଡ଼ି ଅଛି। ଆଉ ଲେଙ୍କା ସାର୍ କ୍ୟାରେକ୍ଟର, ମୋ କ୍ୟାରେକ୍ଟର ବି ବହୁତ ବଢ଼ିଆ। ଏହା ନିଶ୍ଚିତ ଭାବରେ ଲୋକମାନଙ୍କୁ ଭଲ ଲାଗିବ। ଆପଣ ଏଇ ଯେଉଁ ସିରିଏଲରେ ଟିପିକାଲ ଫାଦର ଟାଇପ୍ର କ୍ୟାରେକ୍ଟର ନା ଏମିତି ନର୍ମାଲ ଫ୍ରେଣ୍ଡଲି ଟାଇପ୍ର ଅଛନ୍ତି? ଫ୍ରେଣ୍ଡଲି ଟିପିକାଲି ସବୁ ରକମ ଅଛି। ମୁଁ ଯେତେ ଟେନସନ୍ ଆସିଲେ ବି ମୁଁ ତାକୁ ଇଜିଲି ହ୍ୟାଣ୍ଡେଲ୍ କରେ। ଦିନେ ଏମିତି ବି ହେଇଛି, ଏବେ ରିସେଣ୍ଟ ସୁଟିଂ ହେଲା 2 ଦିନ ତଳେ। ବିଜନେସ୍କୁ ନେଇକି ଆମ ଘରେ ସମସ୍ତେ ଟେନସନ୍ ଥିଲାବେଳେ ମୁଁ ଖୁସିରେ ଚା ପିଉଛି। ମୋ ୱାଇଫ୍ ଆସି କହୁଛି, ଦେଖ ସମସ୍ତେ ଏତେ ଟେନସନ୍ ଥିଲାବେଳେ ତୁମ ଭାଇ କେମିତି ମନ ଖୁସିରେ ଚାହା ପିଉଛନ୍ତି। ଆରେ ପରେ ସବୁ ବୁଝିପାରିଲିନି, ମଝିରେ ମଝିରେ ତୋ ଭାଉଜ ଯେଉଁ ଏମିତି କଥା କହନ୍ତି, ସେ ମୋତେ ଗାଳି ଦିଅନ୍ତି ନା ମୋତେ ପ୍ରଶଂସା କରନ୍ତି, ଏମିତି ମଜାମସ୍ତି ଥାଏ। ଆମର 2ରୁ ଟେଲିକାଷ୍ଟ ଅଛି, ସୋମବାରରୁ ଶନିବାର। ନିଶ୍ଚୟ ଭଲ ଲାଗିବ। ଜି ସାର୍ଥକର ସବୁ ସିରିଏଲ୍ ଲୋକମାନଙ୍କୁ ଯେମିତି ଭଲ ଲାଗେ, ଏ ନିଶ୍ଚିତ ଭଲ ଲାଗେ, ଆହୁରି ଅଧିକ ଭଲ ଲାଗିବ।